ସେମାନେ କନ୍ଧମାଳ ଜିଲ୍ଲାରୁ ରେଗୁଲାର ଆଣୁଛନ୍ତି ଯେହେତୁ କନ୍ଧମାଳ ଆଉ ଗଜପତି ହେଉଛି ଗଞ୍ଜାର ହବ୍। ତେଣୁ ରେଗୁଲାର ଇଣ୍ଟରଭାଲରେ ସେମାନେ କନ୍ଧମାଳରୁ ଆଣୁଛନ୍ତି ଏବଂ ମିଡିଲ ମ୍ୟାନ୍ କିଛି ଅଛନ୍ତି ଯୋଉଟା ମାନେ ବ୍ରହ୍ମପୁର ହଉ କି କୋଦଳା ଖଲିକୋଟ ହଉ ଏଇ ଜାଗାରେ ସବୁ ଟିକେ ଷ୍ଟୋର ହଉଛି। ସେଠୁ ତାପରେ ମାନେ ସୁବିଧା ଦେଖିକି ବାହାର ଷ୍ଟେଟକୁ ନେଉଛନ୍ତି। ଆମର ଅଫିସର ମାନେ ମଧ୍ୟ ତାପରେ ନଜର ରଖିଛନ୍ତି। ଆମର ଯୋଉ ଖବର ଅଛି ସ୍ପାଏ ବି ଅଛନ୍ତି ସେମାନଙ୍କୁ ମଧ୍ୟ ଟିକେ ଆକ୍ଟିଭ କରୁଛୁ ଏଇ ପାର୍ବଣ ଋତୁରେ। ଯଦି ଯାହା ବି ଇନଫର୍ମେସନ ଆସିବ ତାକୁ ଆମେ ଗ୍ୟାଦର କରିକି ନିଶ୍ଚିତ ସେ ଜାଗାରେ ସବୁ ରେଡ୍ କରିବୁ। ଏଠି ଆମର ଏକ୍ସାଇଜ କମିଶନର ମ୍ୟାଡାମ ଅନିଶା ରେଡ୍ଡି ଆଉ ଏକ୍ସାଇଜ ଡେପୁଟି କମିଶନର ଖଣ୍ଡା ସାର୍ ଏମାନଙ୍କର ଡାଇରେକ୍ସନ ଅଛି ଯେ ଯେହେତୁ ଏଇଟା ପାର୍ବଣ ଋତୁ ଚାଲିଛି ଆମର ଡିଭିଜନ ଦେଇ ଯୋଉ ରୁଟ୍ରେ ଯାଉଛି ଗଞ୍ଜେଇ ତାକୁ ଷ୍ଟ୍ରିକ୍ଟଲି ଏନଫୋର୍ସ କରିବା ପାଇଁ। ତେଣୁ ସେଇ ପରିପ୍ରେକ୍ଷୀରେ ମୁଁ ଗୋଟେ ଖବର ପାଇଥିଲି ଯେ କନ୍ଧମାଳ ଜିଲ୍ଲାରୁ ଯାଉଛି ବାହାର ଷ୍ଟେଟକୁ। ତ ସେଇ ଖବରକୁ ଭିତ୍ତି କରି ଆମର ଦୁଇଟା ଟିମ୍ ଆଜି ସକାଳୁ କରିଥିଲି। ଆମେ ସକାଳୁ ସକାଳୁ ରେଡ୍ କରୁଥିଲୁ ଖଲିକୋଟ ଏରିଆରେ। ତ 3ଟା 4 ହ୍ୱିଲର ଗୋଟେ ବାଇକ୍ ଗୋଟେ ସ୍କୁଟି ଆଉ 6 ଜଣ ଲୋକ ତାଙ୍କୁ ଆମେ ଆରେଷ୍ଟ କରିଥିଲୁ। ତାଙ୍କ ପୋଜିସନରୁ 55 କିଲୋ ଗଞ୍ଜେଇ ଆଉ 8ଟା ମୋବାଇଲ ହ୍ୟାଣ୍ଡସେଟ୍ ଆଣ୍ଡ୍ରଏଡର ତାକୁ ସିଜ୍ କରୁଛୁ। ଯୋଉମାନଙ୍କୁ ଗିରଫ କରାଯାଇଛି ସେମାନେ ନାଇଁ ଆକ୍ଚୁଆଲି ଆମର ଖବର ଥିଲା ଗୋଟେ ହେଭି ଆମାଉଣ୍ଟର ଲୁଟ୍ ଯିବା କଥା, କିନ୍ତୁ ଆମେ ଯୋଉ ଖବର ପାଇଥିଲୁ ଯୋଉ ପରିମାଣ ଗଞ୍ଜେଇ ଯିବା କଥା, କିନ୍ତୁ ତା ପୂର୍ବରୁ ଆମେ ଗୋଟେ କାରକୁ ଡିଟେନ୍ କଲା ସମୟରେ ସେ ଯୋଉ କାରରେ ଯିଏ ଲୋଡିଂ ଦେଇଥାନ୍ତା ସେ ଲୋକାଲ ଏରିଆର ତା କତିକି କେମିତି ମେସେଜ ପଳେଇଥିଲା ଯେ ଆମେ ଡିଟେନ୍ କରିଦେଲୁଣି ଗାଡ଼ି ବୋଲି। ତେଣୁ ସିଏ ଚାଲାକ ହେଇକିରି ସେ ମୋବାଇଲ ଫୋନକୁ ସୁଇଚ୍ ଅଫ୍ କରିଦେଲା। ତ ଏଇ ଯୋଉ ଲୋକକୁ ଆମେ ଧରିଲୁ ତା କତରୁ ଆମେ ଖବର ନେଇକିରି ସେ ଯୋଉ ଜାଗା କହିଲା ଆମେ ସେଠି ରେଡ୍ ମାରିଥିଲୁ ଗୋଟେ ଦିଟା ଜାଗାରେ, କିନ୍ତୁ ସକ୍ସେସ୍ ହେଇନଥିଲୁ ଯେହେତୁ ସେ ମୋବାଇଲ ଫୋନଟା ସିଜ୍ କରିଥିଲା। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଆମେ ଯୋଉ 8ଟା ମୋବାଇଲ ସିଜ୍ କରିଛୁ ସେଥିରୁ କିଛି ଟେକ୍ନିକାଲ ଲିଡ୍ ପାଇଛୁ, କିଛି ତଥ୍ୟ ପାଇଛୁ। ସେଥିରେ ଲୋକାଲି ଆମର ବ୍ରହ୍ମପୁରର କୋଦଳା ଖଲିକୋଟର କିଛି ଲୋକ ସମ୍ପୃକ୍ତ ଅଛନ୍ତି। ଆଉ ସେ ଲୋକଙ୍କୁ ଯଦି କିଛି ସେମିତି ତାଙ୍କ ନାଁରେ ଆସେ ସିଡିଆର ଏସଡିଆର ଯାଞ୍ଚ କଲା ପରେ ଯଦି କିଛି ଆସେ ଆମେ ମଧ୍ୟ ତାଙ୍କୁ ମଧ୍ୟ ଏଇ କେସ୍ରେ ସମ୍ପୃକ୍ତ କରିବୁ। ଯୋଉମାନଙ୍କୁ ଗିରଫ କରାଯାଇଛି ସେମାନେ କୋଉ ଅଞ୍ଚଳର ଆଉ ସେମାନଙ୍କ ନାଁରେ ପୂର୍ବରୁ କିଛି ମାମଲା ହୋଇଛି? ହଁ, ଯୋଉମାନେ 6 ଜଣ ଆରେଷ୍ଟ ହେଇଛନ୍ତି ସେଥିରୁ 3 ଜଣ ଆମର କନ୍ଧମାଳ ଏରିଆରେ ଥିଲେ, ଆଉ ବାକି 3 ଜଣରୁ 2 ଜଣ କୋଲକାତାର ମେଦିନପୁର ନର୍ଥ 24 परगना डिस्ट्रिक्ट वेस्ट बेंगल, ଆଉ ଗୋଟେ ଲୋକ ହେଉଛି ରୋହତାସ ବିହାରର। ତ ଏଇ ଯୋଉ ରୋହତାସ ଆଉ ଆମର ୱେଷ୍ଟ ବେଙ୍ଗଲ ଏମାନଙ୍କର କ୍ରିମିନାଲ ଭେରିଫିକେସନ ଆମେ କରିନୁ ଏପର୍ଯ୍ୟନ୍ତ, ଯେହେତୁ ସେମାନେ ବାହାର ଷ୍ଟେଟ୍ର। ଆମେ ତାଙ୍କୁ ପଠେଇବୁ ସେ ଯୋଉ ଲୋକାଲ ପୋଲିସ ଆଉ ଲୋକାଲ ଏକ୍ସାଇଜ ଆମର ଅଛି ତାଙ୍କୁ ଦେଇ ପଠେଇବୁ ତାଙ୍କ ନାଁରେ କ'ଣ ଅଛି ନା ନାହିଁ। ବାକି ଲୋକାଲ କନ୍ଧମାଳର ସେଥିରୁ 2 ଜଣଙ୍କ ନାଁରେ ଅଛି ଅଲରେଡି କ୍ରିମିନାଲ ଆଣ୍ଟିଟେଣ୍ଡ ଅଛି। ସେମାନେ ଲୋକାଲି କନ୍ଧମାଳ ଜିଲ୍ଲା ଆରେଷ୍ଟ ହେଇଛନ୍ତି ବୋଲି ଯାହା କହିଛନ୍ତି। ତେଣୁ ଆମେ କନ୍ଧମାଳ ଜିଲ୍ଲାକୁ ମାଗିବୁ ତାଙ୍କର ଇଏ କୋର୍ଟ ଆସିଲା ପରେ କୋର୍ଟରେ ଦାଖଲ କରିବୁ। ଏମାନେ କନ୍ଧମାଳ ଜିଲ୍ଲାରୁ ରେଗୁଲାର ଆଣୁଛନ୍ତି ଯେହେତୁ କନ୍ଧମାଳ ଆଉ ଗଜପତି ହେଉଛି ଗଞ୍ଜାର ହବ୍। ତେଣୁ ରେଗୁଲାର ଇଣ୍ଟରଭାଲରେ ସେମାନେ କନ୍ଧମାଳରୁ ଆଣୁଛନ୍ତି ଏବଂ ମିଡିଲ ମ୍ୟାନ୍ କିଛି ଅଛନ୍ତି ଯୋଉଟା ମାନେ ବ୍ରହ୍ମପୁର ହଉ କି କୋଦଳା ଖଲିକୋଟ ହଉ ଏଇ ଜାଗାରେ ସବୁ ଟିକେ ଷ୍ଟୋର ହଉଛି। ସେଠୁ ତାପରେ ମାନେ ସୁବିଧା ଦେଖିକିରି ବାହାର ଷ୍ଟେଟକୁ ନେଉଛନ୍ତି। ଆଉ ଏମାନେ ଗୋଟେ କିଛି ଗଞ୍ଜେଇ ୱେଷ୍ଟ ବେଙ୍ଗଲକୁ ଯାଇଥାନ୍ତା, କିଛି ବିହାରକୁ ଯାଇଥାନ୍ତା। ନିଶ୍ଚିନ୍ତ ଆମେ ଯୋଉ ମୋବାଇଲ ସିଜ୍ କରୁଛୁ ସେଥିରୁ ଯୋଉ ଲିଡିଂ ମିଳିଛି ତାକୁ ଆମେ ଆହୁରି ଟିକେ ତନାତନ କରି ଭେରିଫାଏ କରିବୁ। ଯଦି କିଛି ଥାଏ ଯୋଉମାନେ କିଙ୍ଗ ପିନ୍ ହଉ କି ମିଡିଲ ମ୍ୟାନ୍ ହଉ ଯୋଉମାନେ ଇନଭଲ୍ଭ ହେଇ ଗଞ୍ଜା ଟ୍ରେଡରେ ଅଛନ୍ତି ସେମାନଙ୍କୁ ଆମେ ଆରେଷ୍ଟ କରିବୁ। ଆଉ ଯେହେତୁ ଆମର ପାର୍ବଣ ଋତୁ ଚାଲିଛି, ଆଗକୁ ଦଶହରା ଅଛି, ଆମର ଉପର ଅଫିସିଆଲ ମାନଙ୍କୁ ଏକ୍ସାଇଜ ଡାଇରେକ୍ଟରେଟ ହଉ କିମ୍ବା ଏକ୍ସାଇଜ ଗଭର୍ଣ୍ଣମେଣ୍ଟରୁ ହଉ ଆମକୁ ଡାଇରେକ୍ସନ ଅଛି ଯେ ଷ୍ଟ୍ରିକ୍ଟଲି ଆମର ନିଶା ଦ୍ରବ୍ୟ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମେ ଯେହେତୁ ଇଣ୍ଟେଲିଜେନ୍ସ ୟୁନିଟ୍ର ଅଫିସର ହିସାବରେ ମୁଁ ମୋର ଅଫିସର ମାନଙ୍କୁ ଡାଇରେକ୍ସନ ଦେଇଛି, ସେମାନେ ଇଣ୍ଟେଲିଜେନ୍ସକୁ ଆହୁରି ଗ୍ୟାଦର କରୁଛନ୍ତି। ଆଉ ନିଶ୍ଚିନ୍ତ ଏ ଚଢ଼ାଉ ଆହୁରି ଜୋରଦାର ଚାଲିବ, ଆଗକୁ ମଧ୍ୟ ଭଲ ସଫଳତା ମିଳିବ। ଜିଲ୍ଲାର ଆମର ପ୍ରାୟ ମ୍ୟାକ୍ସିମମ୍ ଆମର ଗଜପତି ଆଉ କନ୍ଧମାଳରୁ ଆସୁଛି, ବ୍ରହ୍ମପୁର ଟାଉନ ଦେଇ ଯାଉଛି, ଦିଗପହଣ୍ଡି ହେଇକିରି ଫାଷ୍ଟ ଗେଟ୍ ହେଇକିରି ଏପଟେ ଯାଉଛି, ପ୍ଲସ୍ ଏପଟରେ ସୋରଡ଼ା ଆମ ଜୁରିଡିକ୍ସନ ସୋରଡ଼ା ଖଲିକୋଟ କୋଦଳା ହେଇକିରି ଯାଉଛି, କିଛି ଆସ୍କାରୁ ନୟାଗଡ଼ ହେଇ ଯାଉଛି ଗଞ୍ଜେଇ ଭୁବନେଶ୍ୱର କଟକ ହେଇକିରି ବାହାରକୁ ଯାଉଛି। ତେଣୁ ଯେହେତୁ ଆମ ଜୁରିଡିକ୍ସନ ଏରିଆରେ ଯୋଉ ପଏଣ୍ଟ ସବୁ ଅଛି ସସ୍ପେକ୍ଟ ପଏଣ୍ଟ ଆମେ ସେଇ ଜାଗାରେ ସବୁ
ଆମର ଇଣ୍ଟେଲିଜେନ୍ସ को इंटेल को नेटवर्क को टिके आउरी स्ट्रेंथन करछु आमर अफसर माने मध्य तापर नजर रखछंती आमर जो खबर अछि स्पाई भी अछंती सेमान को मध्य एक्टिव करछु ई पार्बण ऋतु रे जदी जहाँ भी इनफॉरमेशन आसीबो ताको हम गैदर करके निश्चित से जगह सब रेड करू।